ରୁଟି ନରମ କରିବାର ଉପାୟ। ଅଟାରେ ସାମାନ୍ୟ ବେସନ ମିଶାଇ ଦଳିଲେ ରୁଟି ନରମ ହୁଏ। ସବୁଜ ପନିପରିବା ଶୁଖିଯାଉଛି କି? ସବୁଜ ପନିପରିବା ଶୁଖିଯାଇ ନରମ ହୋଇଯାଇଥିଲେ ବରଫ ମିଶା ପାଣିରେ କିଛି ସମୟ ବୁଡ଼ାଇ ରଖିଲେ ତାହା ପୁନର୍ବାର ସତେଜ ହୋଇଯାଇଥାଏ। ଡାଲି କିପରି ଶୀଘ୍ର ରାନ୍ଧିବେ? ଡାଲିକୁ ଶୀଘ୍ର ରାନ୍ଧିବାକୁ ହେଲେ ସେଥିରେ କିଛି ସୋରିଷ ତେଲ ପକାଇ ଦିଅନ୍ତୁ। କାଚ ଗ୍ଲାସରେ ଗରମ କ୍ଷୀର ଢାଳିବାକୁ ଚାହୁଁଥିଲେ କାଚ ଗ୍ଲାସ ବା କାଚ କପ୍ରେ ଗରମ ଚା ବା କ୍ଷୀର ଯଦି ଢାଳିବେ ତେବେ ତା ପୂର୍ବରୁ ଏଥିରେ ଗୋଟିଏ ଚାମଚ ରଖି ଢାଳନ୍ତୁ। ଦେଖିବେ କାଚ କପ୍ ବା ଗ୍ଲାସ୍ ଫାଟିବନି ବା କ୍ରାକ୍ ହେବନି। ଡେକ୍ଚିରୁ ପୋଡ଼ା ଦାଗ ଛଡ଼ାଇବାକୁ ଚାହୁଁଛନ୍ତି କି? ଯଦି ଆଲୁମିନିୟମ ଡେକ୍ଚିରେ ହଳଦିଆ ପୋଡ଼ା ଦାଗ ଥାଏ ତେବେ ସେଥିରେ ଗୋଟିଏ ରାତି ବାସି ତୋରାଣି ଢାଳି ରଖନ୍ତୁ। ତା ପରଦିନ ତାକୁ ମାଜି ସଫା କରିଦିଅନ୍ତୁ। ଦେଖିବେ ଦାଗ ସବୁ ଛାଡ଼ିଯାଇଛି।